ସାନମୁଣ୍ଡଳି କେନାଲ ବନ୍ଧରେ ଦୁର୍ବୃତ୍ତମାନେ କରିଛନ୍ତି ଆତଙ୍କ। ଦୁର୍ବୃତ୍ତଙ୍କ ଖଣ୍ଡାଚୁଟରେ ଜଣକ ପେଟର ଅନ୍ତବୁଜୁଳା ବାହାରି ପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣକ ହାତକୁ ହାଣି ଦେଇଛନ୍ତି। କଟକ ଜିଲ୍ଲା ବାରଙ୍ଗ ତ୍ରିଶୁଳିଆ ଗୁଡ଼ିସାହି ଫାଣ୍ଡି ଅନ୍ତର୍ଗତ ସାନମୁଣ୍ଡଳି କେନାଲ ବନ୍ଧ ରାସ୍ତାରେ ଦୁର୍ବୃତ୍ତମାନେ 3 ଜଣକୁ କରିଥିଲେ ମରଣାନ୍ତକ ଆକ୍ରମଣ। ତେଣୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନେ ହେଲେ ସାନମୁଣ୍ଡଳି ଗ୍ରାମର କାହ୍ନୁଚରଣ ଦଳାଇ, ଅନିଲ ଲେଙ୍କା ଓ ରଞ୍ଜନ ରାଉତ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମଧ୍ୟାହ୍ନ ପ୍ରାୟ 12ଟା ସମୟରେ 2ଟି ମୋଟର ସାଇକେଲରେ 6 ଜଣ ଦୁର୍ବୃତ୍ତ ଅନିଲ ଲେଙ୍କାଙ୍କ ଦୋକାନ ସମ୍ମୁଖରେ ପହଞ୍ଚିଥିଲେ। ଆଉ ହଠାତ୍ ଦୋକାନରେ ବସିଥିବା ସାନମୁଣ୍ଡଳି ଗ୍ରାମର କାହ୍ନୁଚରଣ ଦଳାଇଙ୍କ ପେଟକୁ ଖଣ୍ଡାରେ ଭୁଷି ଦେଇଥିଲେ। ଫଳରେ କାହ୍ନୁଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଆସିଥିଲା। ଏହା ଦେଖି ଦୋକାନୀ ଅନିଲ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ହାତକୁ ଖଣ୍ଡାରେ ଚୋଟ ମାରିଥିଲେ। ତେଣୁ ଉଭୟ ଜୀବନ ବିକଳରେ ନିକଟରେ ଥିବା ଏକ ଦହିବରା ଦୋକାନକୁ ପଶି ଯାଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୁଡ଼ାଇ ଗୁଡ଼ାଇ ଆକ୍ରମଣ କରିଥିବା ବେଳେ ଦହିବରା ଦୋକାନକୁ ମଧ୍ୟ ଭଙ୍ଗାରୁଜା କରିବା ସହିତ ଦୋକାନୀ ରଞ୍ଜନ ରାଉତଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଖଣ୍ଡାଚୁଟରେ ରଞ୍ଜନଙ୍କ ହାତ ଓ ଛାତିରେ ଗଭୀର ଆଘାତ ଲାଗିଛି। ପରେ ସ୍ଥାନୀୟ ଲୋକମାନେ ଦୌଡ଼ି ଆସି ରୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ଗୁଡ଼ିସାହି ଫାଣ୍ଡି ପୁଲିସ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇବା ପରେ ବାରଙ୍ଗ ପୁଲିସ ଆସି ସିସିଟିଭି ଯାଞ୍ଚ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛନ୍ତି। कटक जिला प्रतिनिधि राजेश कुमार साहू रिपोर्ट, कोणार्क लाइव।